ମୋ ନାଁ ସୁଜିତ ନାଥ। ଅଭିଯୋଗ ଆଜ୍ଞା ଏଇଆ ଯେ ଆମର ବନମାଳୀପୁରଠୁ ପୁରା ଅପୁଜା ଯାକେ ରୋଡ ହେଇଛି। ରୋଡ ହବା 2 ମାସ କି 3 ମାସ ହବ। ଆଜ୍ଞା ଦେଖନ୍ତୁ ଏ ରୋଡ ଅବସ୍ଥା କଣ, ଆମେ ମାନେ ଯାଇ ଆସି ପାରୁନୁ। କେମିତିଆ କାମ ହେଇଛି, ରୋଡ ପୁରା ଖାଲ ଖମା। ବର୍ଷା ହେଲେ ଆଜ୍ଞା ବହୁତ ମାନେ ଗାଡି ଘୋଡା ବି ଏବେ ରିସେଣ୍ଟଲି 2 ଦିନ ତଳେ ଗୋଟେ ଅଟୋ ପଲଟି ଗଲା। ଆମେ ଯାଇ ବି ଆସି ପାରୁନୁ, ଭାରି ହଇରାଣ ହଉଛୁ। କଣ କାମ ଆପଣ ଦେଖୁଛନ୍ତି ଅତି ନିମ୍ନମାନର କାମ ହେଇଛି, ଯାହାକି ଯେ ମାନେ ବାଇକଟେ ଗଲାବେଳକୁ ଦବି ଯାଉଛି। ରହୁଛି ଖୋର୍ଦ୍ଧା ଜିଲ୍ଲା ଡିଷ୍ଟ୍ରିକ୍ଟ ବାଲିପାଟଣା। ଆମର ଏଠି 10 ଖଣ୍ଡ କି 20 ଖଣ୍ଡ ଏରିଆ ଏଇ ରୋଡ ଉପରେ ନିର୍ଭର କରୁନି। 4 କୋଟି କେତେ କଣ ଗୋଟେ ଲେଖା ହେଇଛି, 4 କୋଟି 20 ହଜାର ନା କଣ ଲେଖା ହେଇଛି। ଇଏ ନବୀନ ପଟ୍ଟନାୟକ ଅମଳରେ ହେଇଥିଲା। ଆଉ 4 କୋଟି 20 ଲକ୍ଷ ଟଙ୍କା ସାଂସନ ହେଇଥିଲା। ଆଜ୍ଞା ଦେଖନ୍ତୁ କାମ ଏଇ 4 କୋଟି ଟଙ୍କା ମାନେ କାମ କାମ ଆଜ୍ଞା ରିସେଣ୍ଟ 2 ମାସ କି 3 ମାସ ଆରି ଭିତରେ। କଣ କହିବୁ ଆଉ କଣ୍ଟ୍ରାକ୍ଟର, ଆମେ ଆଉ କଣ କହିବୁ? କଣ୍ଟ୍ରାକ୍ଟର ଏଇଭଳିଆ ଆମ ଏରିଆ କଣ୍ଟ୍ରାକ୍ଟର ହେଇକି ପୁଣି ଏମିତିଆ କାମ ହଉଛି ଆଉ କଣ। ଆଜ୍ଞା କେହି ନାହାନ୍ତି। କେହି ଆଇଲେ ନିମ୍ନମାନର କାମ କଲେ, ପଇସା ଖାଇଲେ, ଚାଲିଲେ। ପୃଥ୍ୱୀରାଜ ଛୋଟରାୟ ଗଡ଼ଚାଇ ନାହିଁ କାମ କମ୍ପ୍ଲିଟ୍ ନ ହେବା ଭିତରେ ବି ଭାଙ୍ଗି ଯାଇଛି। 6 ମାସ ଭିତରେ କାମ ହେଇଛି। ସମସ୍ତେ ଅସୁବିଧା ହେଉଛନ୍ତି, ଗୋରୁ ଗାଈଠୁ ଲୋକଠୁ ସମସ୍ତେ ଅସୁବିଧା ହେଉଛନ୍ତି। ରୋଡ଼ରେ ବିଶେଷ କରି ଛାତ୍ରଛାତ୍ରୀ ଅସୁବିଧା ହେଉଛନ୍ତି। ପାଖ ଅଞ୍ଚଳରେ ଯେଉଁ ରହିଲେ 10-12ଟି ଗାଁ ସମସ୍ତେ ଅସୁବିଧା ହେଉଛନ୍ତି। ରୋଡ଼ ଗୋଟେ ଯାଇଛି, ଅଧାରୁ ଭାଙ୍ଗି ଯାଇଛି, ବାଧିତ ହେଇନି। ଲୋକ ସୁବିଧା ପାଆନ୍ତୁ, ଉପକୃତ ହଉ। କାମ ଖରାପ ଦେଲେ ଠିକ ସେ ହବ। ଜ୍ଞାନ ରଞ୍ଜନ ବେହେରା। ତ ଆମେ ଯେତେ କମ୍ପ୍ଲେନ୍ କଲୁ ବି କଣ୍ଟ୍ରାକ୍ଟରକୁ, ସେ ବି ଆମ କଥା କିଛି ଶୁଣିଲେ ନାହିଁ। ସୁରକ୍ଷା ବାଡ଼ା ନୋଟ୍ ପଡ଼ୁଛି, ରୋଡ଼ ଫାଟିକି ପୁରା ବନମାଳୀପୁର ହାଇସ୍କୁଲ ଠାରୁ ଅପୁଜା ଯାଏଁ 4 କୋଟି 20 ଲକ୍ଷ ଟଙ୍କାର କାମ। 4 କୋଟି 20 ଲକ୍ଷ ଟଙ୍କାକୁ ଖାଇକି ପୁରା ଧ୍ୱଂସ କରିଦେଲେ। ବୁଝୁଛଟି? ତେଣୁକରି ଟୋଟାଲି ରୋଡ଼ ତ ମାନେ ଅସୁରକ୍ଷିତ। ଆଉ ଯୋଉଠି ଦେଖିବ ସେଠି ପଛ ମାନେ କାଦୁଅରେ ଯିଆ ଯାହା, ପିଚୁରେ ଯିଏ ବି ସମାନ ସେଇଆ। କାଦୁଅରେ ଯିଆ ଯାହା, ପିଚୁରେ ଯିଆ ବି ସମାନ ସେଇଆ। ଏଇଭଳିଆ କାମ ହେଇଛି। ଆପଣ ଦେଖୁନାହାନ୍ତି, ବୁଲଉନାହାନ୍ତି, ମାନେ ସୁରକ୍ଷା ବାଡ଼ା ବି ଟୋଟାଲି ଭାଙ୍ଗିଛି ଛିନିଛତ୍ର। ଏଠି ବି ହମ୍ପସ କରିବାକୁ କୁହାହେଲା, କହିଲେ କଲେନି। ସେପଟେ ଗାଡ଼ି ଧକ୍କା ହେଇକି ଲୋକ ଏଇଠୁ ଗାଡ଼ି ଧକ୍କା ହେଇକି ଲୋକଙ୍କର କେସ୍ ଚାଲିଛି। ଏପର୍ଯ୍ୟନ୍ତ ଭଲ ହଉନାହାନ୍ତି, ଲୋକ ବି ମରିଗଲେଣି, ଗୋଟେ ବି ମରିଯାଇଛି। ଏଇଭଳିଆ ତ ପଇସା ସବୁ ଖାଇକି କଣ୍ଟ୍ରାକ୍ଟର ଖାଇଲା, ତାଙ୍କର ଯିଏ ଆଇଲେ ସିଏ ଖାଇଲେ। ଆଉ କଣ, ପଇସା ଖାଇଲେ ତ ସରିଗଲା। ପଇସା ସରିଲା ପରେ କାମ ଏମିତି ଆଉ କଣ ମିଳିଲା। ରୋଡଟା ଟିକେ ଭଲ ଭାବରେ କାମ ହବା ଦରକାର। ନା ଆଜ୍ଞା ମହେଶ୍ୱର ଭୋଇ। 24ରେ ଆରମ୍ଭ ହବା କଥା, 2026ରେ କାମ ସରିଲା। ଏବେ 3 ମାସ ହବ ସରିବା। 3 ମାସ ହବା ସରିବା ନ ସରୁଣୁ ଏ ରୋଡରେ ଅବସ୍ଥା ଦେଖନ୍ତୁ ଆପଣମାନେ। ନିମ୍ନ ସ୍ତରର କାମ ହେଇକି ଅବସ୍ଥା ରୋଡର ପୁରା ଖରାପ। କଣ ଅନୁଭବ କରୁଛନ୍ତି ଆଜ୍ଞା? ଆରଡିରେ ଯୋଉ କାମ କେହି ଅଫିସର ମାନେ କେହି ଉପସ୍ଥିତ ନଥିଲେ। ଯୋଉ ଆମର ଅଫିସର ଆସିକି ପଇସା ପତ୍ର ଖାଇକି ଗଲେ। ଏଇ ଯୋଉ ଆମର କଣ୍ଟ୍ରାକ୍ଟର, ଲୋକାଲ କଣ୍ଟ୍ରାକ୍ଟର ମନ ଇଚ୍ଛା କାମ କରିକି ଗଲେ। ତା ଅବସ୍ଥା ହେଲା ଇଏ। ଆଉ ଆପଣ ତ ନିଜେ ଅନୁଧ୍ୟାନ କରୁଛନ୍ତି, ରୋଡ ଘାଟ ଖରାପ ହେଇକି ଯାଇଛି। ଗୋଟେ ଗାଡି ସଡ଼କରେ ଯାଇପାରୁନି। ଜନସାଧାରଣ ଅସୁବିଧାରେ ସମ୍ମୁଖୀନ ହେଇକି ଯାତାୟାତରେ ବି ବିଘ୍ନ ହଉଛି।